ଗୋଟିଏ ରାଜ୍ୟରେ ବିଜୁଳି ନାମକ ଗ୍ରାମ ଥିଲା। ସେହି ଗ୍ରାମରେ ଲୋକମାନେ କୃଷି କାର୍ଯ୍ୟ କରି ନିଜର ପେଟ ପାଳନ କରୁଥିଲେ ଏବଂ ନିଜର ପରିବାର ଚଳାଇ ନିଜର ସୁଖ ଶାନ୍ତିରେ ଜୀବନଯାପନ କରୁଥିଲେ। ସେହି ଗ୍ରାମରେ ଗୋଟିଏ ଚିଣ୍ଟୁ ନାମକ ପିଲାଟିଏ ଥିଲା। ସେ ପଢ଼ିବାରେ ତେଜ ଏବଂ ବୁଦ୍ଧିମାନ ଥିଲା। ସେ ପ୍ରତ୍ୟେକ ଦିନ ନିଜ ଗ୍ରାମର ପୋଖରୀ ପାଖକୁ ଯାଇ ଖେଳି ବୁଲି କରି ଆସିଥାଏ। ଗୋଟିଏ ଦିନ ସେହି ଗ୍ରାମରେ ବହୁତ ବର୍ଷା ହେଲା ଏବଂ ଖାଲ ନାଳ ପୋଖରୀ ପାଣିରେ ପରିପୂର୍ଣ୍ଣ ହୋଇଗଲା। ଜଣେ ବୃଦ୍ଧଟିଏ ପୋଖରୀରେ ପାଣି ବୁଡ଼ୁଥିବାର ଦେଖିଲେ ଲୋକମାନେ ଏବଂ କେହି ତାକୁ ବଞ୍ଚାଇବା କିନ୍ତୁ ସେହି ବାଲକ ବୃଦ୍ଧଟିଏ ପାଣିରେ ବୁଡ଼ୁଥିବାର ଦେଖି ତୁରନ୍ତ ପୋଖରୀ ଭିତରକୁ ଝାଙ୍କ ଦେଲା। ବୃଦ୍ଧଟିକୁ ବଞ୍ଚାଇ ବାହାରକୁ ଆଣିଲା ଏବଂ ଦେଖିଲା ଲୋକମାନେ ତାଙ୍କୁ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କଲା। ତେଣୁ କହନ୍ତି ଛୋଟ ହେଲେ ବି ସାହସ ଅଧିକ।